ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶି ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାଜପୁର ଜିଲ୍ଲାରେ ଘାଇ ସୃଷ୍ଟି ହୋଇ ପ୍ରାୟ 30 ରୁ 40 ଗାଁ ପ୍ରଭାବିତ ହେଉଛି। ଏନେଇ ଯାଜପୁର ଜିଲ୍ଲାର ଦଶରଥପୁରର କାଣି ନଦୀରେ ହୋଇଥିବା ଘାଇ ସହ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କାଣି ନଦୀରେ ପ୍ରାୟ 150 ଫୁଟର ହୋଇଥିବା ଘାଇ ଦେଖିବା ସହ ବନ୍ୟା ପୀଡ଼ିତଙ୍କ ସହ ଆଲୋଚନା କରିଥିଲେ ମନ୍ତ୍ରୀ। କିପରି ତୁରନ୍ତ ଘାଇ ମରାମତି ହେବା ସହ ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ପାଣି ଛାଡ଼ିଲେ ହିଁ ଘାଇ ମରାମତି ସମ୍ଭବ ହେବ। 5000ରୁ ଊର୍ଦ୍ଧ୍ୱ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି। ଜଳପ୍ଲାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଉଛି। ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ। ପରେ ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯିବ। ମୁଁ ଆଜି ଆସିଥିଲି ପ୍ରକୃତରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଏପଟେ ଯାଜପୁର, ସେପଟେ ସୁନ୍ଦରଗଡ଼ ଏ ଜିଲ୍ଲାମାନଙ୍କ ଭିତରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲା ହେଇଛି ଏବଂ ଘାଇ ହେବା ଫଳରେ ଗୁଡ଼ିଏ ଲୋକ ପାଣିର ଘେରରେ ରହିଗଲେ। 5000ରୁ ଅଧିକ ଲୋକଙ୍କର ମଧ୍ୟ ବିସ୍ଥାପନ କରିକି ସ୍ଥାନାନ୍ତରିତ କରିକି ସେମାନଙ୍କର ପାଇଁ ରିଲିଫ୍ ସେଣ୍ଟର ମାନଙ୍କୁ ବ୍ୟବସ୍ଥା ହେଇଛି ଏବଂ ପାଣି ଧୀରେ ଧୀରେ କମୁଛି। ଆଜି ପାଗଟା ଶୁଖିଲା ଅଛି, କାଲି ମଧ୍ୟ ପାଗ ଶୁଖିଲା ହେବାର ସମ୍ଭାବନା ଅଛି। ଏଠି ଘାଇ ମରାମତି କାମ ପାଇଁ ମଧ୍ୟ ଏଠି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ବି ଆଇଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ଏଡିସନାଲ SRC ସେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆମେ ଦେଖିବା ପାଇଁ ଆସିଥିଲୁ ପ୍ରକୃତରେ ଯେ କେତେ ବଡ଼ ଘାଇ ହେଇଛି, କେଉଁ କାରଣରୁ ଘାଇ ହେଲା, ଆଗକୁ ଘାଇ କେମିତି ନ ହେବ ତାର କ'ଣ ବ୍ୟବସ୍ଥା କରାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆମେ ଦୁଇ ପ୍ରକାର ଖର୍ଚ୍ଚ କରିଥାଉ। ଗୋଟେ ଖର୍ଚ୍ଚ ହେଉଛି ତୁରନ୍ତ ଲୋକମାନଙ୍କୁ ଥଇଥାନ କରିବା ପାଇଁ, ଘର ଏବଂ ଚାଷର କ୍ଷତିପୂରଣ ଦେବା ପାଇଁ, ଏବଂ ଦ୍ୱିତୀୟ ହେଉଛି ମିଟିଗେସନ୍ ପାଇଁ। ଭବିଷ୍ୟତରେ ଯେମିତି ଏଭଳିଆ ଆଉ ଗୋଟେ ଘଟଣା ନ ଘଟୁ କେବେ ତାକୁ ଆଖିରେ ରଖିକରି ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ। ତେଣୁ ଆମେ ଆଜି ଆସିଥିଲୁ। ଏଠି ଚିଫ୍ ଇଞ୍ଜିନିୟର ମଧ୍ୟ ଅଛନ୍ତି ଜଳ ସମ୍ପଦ ବିଭାଗର, ଆଉ ଏଡିସନାଲ SRC ମଧ୍ୟ ଅଛନ୍ତି, ଜିଲ୍ଲାପାଳ ମଧ୍ୟ ଅଛନ୍ତି, ମାନ୍ୟବର ବିଧାୟକମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି ଏବଂ ଦଳର ସହଯୋଗୀମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆଜି ଏଠୁ ଦେଖିଲା ପରେ ଯାଇକରି ଆମେ ପୁଣି ସାର୍କିଟ୍ ହାଉସ୍ରେ ଜିଲ୍ଲା ଏବଂ ପ୍ରଦେଶର ଯେଉଁମାନେ ଅଧିକାରୀ ଅଛନ୍ତି ତାଙ୍କ ସାଙ୍ଗରେ ବସିବୁ। ପାଣି କମିଲା କ୍ଷଣି କେମିତି କାମ ଆରମ୍ଭ ହେବ ଏବଂ ସ୍ୱାଭାବିକ ଭାବରେ ପ୍ରଥମେ ଯେଉଁଟା ଆରମ୍ଭ ହେବ ଅସ୍ଥାୟୀ ଭାବରେ ଆରମ୍ଭ ହେବ। ସ୍ୱାଭାବିକ ହେଇନାହିଁ, ଲୋକେ ପାଣି ଘେରରେ ରହନ୍ତୁ ନାହିଁ, ରିଲିଫ୍ ସେଣ୍ଟରକୁ ଆସନ୍ତୁ। ସେଠି ରୋଷେଇ ଖାଦ୍ୟ ସହିତ ଡ୍ରାଏ ରାସନର ମଧ୍ୟ ବ୍ୟବସ୍ଥା ଅଛି, ଶିଶୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା ଅଛି, ବୟସ୍କ ଲୋକ ପାଇଁ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ଅଛି। ଏଠି ପାଣି କମିଲା ପରେ ସାପର ଉପଦ୍ରବ ଆରମ୍ଭ ହେବ। ସାପ କାମୁଡ଼ାର ମେଡ଼ିସିନ୍ ମଧ୍ୟ ଆମେ ରଖିଛୁ। କିନ୍ତୁ ପାଣିକୁ ଯାଆନ୍ତୁ ନାହିଁ, ନିରାପଦ ରହନ୍ତୁ, ନିଜେ ଅନ୍ୟମାନଙ୍କୁ ମଧ୍ୟ ନିରାପଦ ରଖନ୍ତୁ। ରାଜ୍ୟ ସରକାର ଯାହା ଯାହା ସମ୍ପତ୍ତି କ୍ଷୟ ହୋଇଛି ତାର କ୍ଷତିପୂରଣ କରିପାରିବ, ଜୀବନଟା ଦେଇପାରିବ ନାହିଁ। ତେଣୁ ସମସ୍ତେ ସୁରକ୍ଷିତ ରହନ୍ତୁ। ଯାଜପୁରରୁ କୃଷ୍ଣଚନ୍ଦ୍ର ନାୟକଙ୍କ ରିପୋର୍ଟ, ଖବର ଓଡ଼ିଶା।